ଜମିରୁ ଗଛ କାଟୁଥିବା ବେଳେ ବନପାଳ ମାଗୁଥିଲେ ଲାଞ୍ଚ ନେବା ବେଳେ ମାଡ଼ି ବସିଲା ଭିଜିଲାନ୍ସ ବିଭାଗ। ଟିଟିଲାଗଡ଼ ବ୍ଲକ ଅଧୀନସ୍ଥ ତଥା ଗୁଲମୀ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଥିବା କୁଟୁରା କେନ୍ଦ୍ର ଗାଁର କୌଶିକ କୁମାର ଭୋଇ ନିଜ ଚାଷ ଜମିରେ ଥିବା ରେଙ୍ଗାଲ ଗଛ କାଟୁଥିବା ସମୟରେ ମୁରିବାହାଲ ବନ ବିଭାଗ ଅଧୀନସ୍ଥ ଗୁଲମୀ ଫରେଷ୍ଟର ଅଶୋକ କୁମାର ନାୟକ ପେଟ୍ରୋଲିଂ କରୁଥିବା ସମୟରେ ଦେଖିବା ସହ କୌଶିକ କୁମାର ଭୋଇଙ୍କୁ ନିଜ କାର୍ଯ୍ୟାଳୟକୁ ଡାକି ନାଲି ଆଖି ଦେଖାଇବା ସହ ବେଆଇନ ଭାବରେ ଗଛ କାଟିବା ନେଇ କୋର୍ଟ ଚାଲାଣ କରାଯିବ ବୋଲି ଚେତାବନୀ ଦେବା ସହ ଘଟଣାକୁ ଚପାଇ ଦେବା ନେଇ ନଗଦ 10,000 ଟଙ୍କା ଏବଂ ଗଛ କାଟିବା ନେଇ 2,000 ଟଙ୍କା ଫାଇନ ଦେବା ପାଇଁ କହିଥିଲେ। ଏହି ସମସ୍ତ ବିଷୟବସ୍ତୁକୁ କୌଶିକ ଚତୁରତାର ସହ ମୋବାଇଲରେ ଭିଡିଓ ରେକର୍ଡ କରି ଟିଟିଲାଗଡ଼ର ଜୈନିକ ଗଣମାଧ୍ୟମ ପ୍ରତିନିଧିଙ୍କ ସହାୟତା ନେଇ ବଲାଙ୍ଗୀର ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ। ସମସ୍ତ ପ୍ରମାଣକୁ ଆଧାର କରି ଭିଜିଲାନ୍ସ ବିଭାଗ ଏକ ଜାଲ ବିଛାଇବା ସହିତ ପୂର୍ବ ଯୋଜନା ଅନୁଯାୟୀ ଆଜି ଗୁଲମୀ ଗାଁରେ ଛକି ରହିଥିଲା। ଫରେଷ୍ଟରଙ୍କ କହିବା ମୁତାବକ କୌଶିକ ଆଜି ରାସାୟନିକ ପଦାର୍ଥ ଲାଗିଥିବା ଟଙ୍କା ନେଇ ଫରେଷ୍ଟରଙ୍କ କାର୍ଯ୍ୟାଳୟକୁ ଯାଇ ଟଙ୍କା ଦେବା ପରେ ସଙ୍ଗେ ସଙ୍ଗେ ମାଡ଼ି ବସିଥିଲା ଭିଜିଲାନ୍ସ ବିଭାଗ। 2,000 ଟଙ୍କା ଫାଇନ ବାବଦକୁ ବାଦ ଦେଇ 10,000 ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗରେ ସମ୍ପୃକ୍ତ ଫରେଷ୍ଟର ଅଶୋକ କୁମାର ନାୟକଙ୍କୁ ଗିରଫ କରି ବଲାଙ୍ଗୀର ନେଇଥିବା ସୂଚନା ମିଳିଛି। ପୂର୍ବରୁ ମଧ୍ୟ ସମ୍ପୃକ୍ତ ଫରେଷ୍ଟର ଅଶୋକ କୁମାର ନାୟକ ଗୁଲମୀ ସଂରକ୍ଷିତ ଜଙ୍ଗଲ ତଥା ବନ୍ନି ଜଙ୍ଗଲ ଅଞ୍ଚଳରେ ଜଙ୍ଗଲ ମାଫିଆମାନଙ୍କ ସହ ମିଶି ଜଙ୍ଗଲ ଭିତରୁ ବହୁ ମୂଲ୍ୟବାନ ଗଛଗୁଡ଼ିକ ବେଆଇନ ଭାବରେ ଚାଲାଣ କରୁଥିବା ଅଭିଯୋଗ ହୋଇ ଆସୁଥିଲା। ଟିଟିଲାଗଡ଼ରୁ ଓଡ଼ିଶା ବ୍ୟୁରୋ ମୁଖ୍ୟ ସନ୍ତୋଷ କୁମାର ପଟ୍ଟନାୟକ ରିପୋର୍ଟ, ଶ୍ରୀକ୍ଷେତ୍ର ଲାଇଭ୍।